ଆପଣଙ୍କ ନଜରରେ ସାମ୍ବାଦିକତା କ'ଣ? ସାମ୍ବାଦିକତା ତ ମୁଁ ଯେତେବେଳେ ବୃତ୍ତି ଆରମ୍ଭ କଲି ସାମ୍ବାଦିକତା ସେଇଟା ସେତେବେଳକୁ ଗୋଟେ ପ୍ରଫେସନାଲ ଭାବରେ ବିବେଚନା କରାଯାଉଥିଲା। ମୁଁ 97ରେ ଆରମ୍ଭ କଲି, ସେତେବେଳକୁ ସାମ୍ବାଦିକତା କଡ଼ ଲେଉଟିବା ଆରମ୍ଭ କରିଛି। ଆଚ୍ଛା, ବାସ୍ତବରେ କଡ଼ ଲେଉଟିଲା 2000 ମସିହା ପରେ ପରେ ବିଂଶ ଶତାବ୍ଦୀର ପ୍ରାରମ୍ଭରେ ସାମ୍ବାଦିକ ଏକ ନୂଆ ଦିଗନ୍ତ ଭିତରୁ ପ୍ରବେଶ କଲା, ଏକ ନୂଆ ଦିଗ୍ଦର୍ଶନରେ ସାମ୍ବାଦିକତା ଗଲା। ସାମ୍ବାଦିକତାର ଏକ ସାମାଜିକ କର୍ମୀ বা ସମାଜ ସେବାରୁ କଡ଼ ଲେଉଟିକିରି ଏକ ଖୋଲାଖୋଲି ଭାବରେ ଏକ କର୍ପୋରେଟ ବିଜନେସ୍ ହାଉସ୍ ଭିତରକୁ ଏ ପ୍ରବେଶ କରିଗଲା 2000 ମସିହା ପରେ ପରେ। ସେତେବେଳେ ସାମ୍ବାଦିକତା ଠାରୁ ବର୍ତ୍ତମାନ ସାମ୍ବାଦିକ ସବୁଠୁ ବଡ଼ ଚ୍ୟାଲେଞ୍ଜ ଭିତରେ ପ୍ରବେଶ କରିଛି। ମିଡ଼ିଆ ପେଶାକୁ ନେଇକରି ସ୍ୱାଭିମାନର ସହ ବଞ୍ଚିବା ସହଜ କି? ଆଜିର ଯଦି ଆପଣ ଦେଖିବେ ସାମ୍ବାଦିକତାକୁ ଦେଖିବେ ଯଦି ମୁଁ ଭାବୁଛି ସ୍ୱାଭିମାନ ରଖିଲେ କୌଣସି ବୃତ୍ତି କରିହେବ ନାହିଁ। ଏବଂ ଯେମିତି ବିଭିନ୍ନ ବୃତ୍ତି ରହିଛି, ଆପଣଙ୍କର ଆଇଏଏସ୍ କଥା କୁହନ୍ତୁ ବା ଆପଣ ସିଭିଲ୍ ସର୍ଭିସ୍ କଥା କୁହନ୍ତୁ, ଆଡଭୋକେଟ୍ କଥା କୁହନ୍ତୁ ବା ଜୁଡ଼ିସିଆଲ ପ୍ରଫେସନ୍ କଥା କୁହନ୍ତୁ, ବା ଆପଣଙ୍କ ଇଞ୍ଜିନିୟରିଂ କଥା କୁହନ୍ତୁ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ କଥା କୁହନ୍ତୁ, ଟିଚରସିପ୍ କଥା କୁହନ୍ତୁ, ଆପଣ ଯେତେ ପ୍ରଫେସନ୍ ଦେଖୁଛନ୍ତି ସେ ପ୍ରଫେସନ୍ ଯେମିତି ସାମ୍ବାଦିକତା ବି ସେମିତି। ଆପଣଙ୍କ ସମୟର ସେ ପ୍ରଫେସନ୍ଠୁ ସାମ୍ବାଦିକ ପ୍ରଫେସନ୍ ଭିନ୍ନ ନାହିଁ। କାହିଁକି ମୁଁ କହିବି ନା, ସେମାନେ ବି ବଞ୍ଚିବା ପାଇଁ ପରିବାର ପୋଷଣ ପାଇଁ ନିଜର ସଂଘର୍ଷ କରୁଛନ୍ତି ଏବଂ ଜଣେ ସାମ୍ବାଦିକ ବି ଆଜି ନିଜର ପରିବାର ପ୍ରତିପୋଷଣ ପାଇଁ, ନିଜର ଡେଭଲପମେଣ୍ଟ ପାଇଁ, ଆର୍ଥିକ ରୋଜଗାର କରିବା ପାଇଁ ସାମ୍ବାଦିକ ବୃତ୍ତି କରୁଛି। ସମାଜ ସେବା ପାଇଁ ସାମ୍ବାଦିକ ବୃତ୍ତି କରିବା ଆଜିର ତାରିଖରେ ସମ୍ଭବ ନୁହେଁ।